ସମ୍ବଲପୁର ଜିଲ୍ଲା ବାମରା ବ୍ଲକର ଜଙ୍ଗଲ ପରିବେଷ୍ଟିତ ମହୁଲପାଲି ସ୍ଥିତ ହାଇସ୍କୁଲ ପରିସରରେ ସ୍କୁଲ ସବୁଜ ବାହିନୀ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ କିରଣ ପ୍ରକାଶ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଶିଷ୍ଟ ପରିବେଶବିତ୍ ସୁଭାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୃଥିବୀର ଜଳବାୟୁ ପରିବର୍ତ୍ତନକୁ ସଜାଡ଼ିବା ପାଇଁ ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀଙ୍କୁ ଜନସଂଖ୍ୟା ଅନୁରୂପ ବୃଦ୍ଧି କରିବାକୁ ପଡ଼ିବ ବୋଲି କହିଥିଲେ। ସଭାରେ ଛାତ୍ରଛାତ୍ରୀ ଓ ଉପସ୍ଥିତ ବୁଦ୍ଧିଜୀବୀ ମହୁଲପାଲି ଅଞ୍ଚଳରେ ଥିବା ଜଙ୍ଗଲର ସୁରକ୍ଷା ଓ ବନ୍ୟପ୍ରାଣୀ ବୃଦ୍ଧି ପାଇଁ ସଂକଳ୍ପ ନେଇଥିଲେ। ସମ୍ମାନିତ ଅତିଥି ଭାବରେ ଉଦ୍ୟାନ ବିଭାଗର ପୂର୍ବଯନ୍ତ୍ରୀ ରବୀନ୍ଦ୍ର କୁମାର ଦାସ ବୃକ୍ଷରୋପଣର ପ୍ରଣାଳୀ ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ମନୋଜ କୁମାର ସାହୁ ସଂଯୋଜନା କରିଥିଲେ। ସରକାରୀ ଶିକ୍ଷୟିତ୍ରୀ ତୁଳସୀ ଲାକ୍ରା ପ୍ରାରମ୍ଭିକ ସୂଚନା, ସୁପ୍ରିୟା ପଟେଲ ଅତିଥି ପରିଚୟ ଓ ଶେଷରେ ବର୍ଷା ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ କିରାଣୀ ଆଲୋକ କୁମାର ପଟେଲଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ସହ ଶୋଭାଯାତ୍ରାରେ ଯାଇ ବୃକ୍ଷରୋପଣ କରିଥିଲେ। ମାନସ ସାହୁ, ରୀତାଲିନ ସାହୁ, ଲକ୍ଷ୍ମୀପ୍ରିୟା ସେଠ, ଆରତୀ ସାହୁ, ସୋନାଲି ସିଂ ମହାପାତ୍ର, ପ୍ରାଚୀ ନାୟକ, କୁସ୍ତି ସୁନାନୀ, ବୁବୁନ ସାହୁ, ତାପସ ଟୁସେଟ, ସ୍ୱୟଂଶ୍ରୀ ନାୟକ, ଶରତ ଗଡିଆ, ମହେଶ ମିଞ୍ଜ, ରାକେଶ କିଷାନ, ଆଦିତ୍ୟ କିଷାନ, ଖଗେଶ୍ୱର କିଷାନ, ପ୍ରଶାନ୍ତ ନାୟକ, ସୁରଜ ଧନୱାର, ଗୋପବନ୍ଧୁ କିଷାନ, ସୁଶୀଲ ଡୁଙ୍ଗଡୁଙ୍ଗ, ଶ୍ରୀରାମ ଲୁଗୁନ, ଶ୍ରୀତମ ଲୁଗୁନ ପ୍ରମୁଖଙ୍କ ପରିଚାଳନାରେ ସ୍କୁଲ ପରିସର ଓ ହଷ୍ଟେଲ ପଡ଼ିଆ ଚାରିପଟେ ବୃକ୍ଷରୋପଣ କରାଯାଇଥିଲା। ମୋଟ 63ଟି ବିଭିନ୍ନ ପ୍ରଜାତିର ଚାରା ସେଠାରେ ରୋପଣ କରାଯାଇଥିଲା।